ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଜି ଆମେ ବାହାରି ଗଲୁ ଟିକେ ହସ୍ପିଟାଲ। ବାବୁର ହାତ ଟିକେ ମାଡ଼ ହେଇଯାଇଥିଲା ତ ତାକୁ ଟିକେ ନେଇକି ଯିବାର ଥିଲା। ସେ ଅଧ ରାସ୍ତାରେ ଏକା ବୋଧେ ତା ହାତ ଫୁଟି ଯାଇଥିଲା ନା କ'ଣ, ସେ ମାନେ ହାତ ହଲ ହଲ କରିବାର ଲାଗିଛି। ଫେର ଆଉ ଥରେ ଡକ୍ଟର ପାଖକୁ ଫୋନ୍ କଲା ପରେ ସେ କହିଲେ ନାହିଁ, ଯଦି ମାନେ ସେମିତି କିଛି ନାହିଁ ତ ଆମର କ୍ଲିନିକକୁ ଯାଇକି ଦେଖିବା, ହସ୍ପିଟାଲ ଯିବା କିଛି ଦରକାର ନାହିଁ। ଯାଇକି ଦେଖିଦେଇକି ପଳେଇ ଆସିଲୁ। ତା ହାତ କିଛି ହେଇନଥିଲା। ଏପଟେ ଜୁଲି ତାକୁ କହୁଛି ତୋ ହାତ କିଛି ହେଇନଥିଲା, ଇଏ ଖାଲି ଡ୍ରାମା କରୁଛି, ବାହାନା କରୁଛି, ଏମିତି ସେମିତି ସେ ତାକୁ ବାଡେଇ ପକଉଛି ସେଇଠି ଧରିକି। ସିଏ ଏତେ ଜୋର ସେ ହାତକୁ ଧରିକି କାନ୍ଦୁଥାଏ ଯେ ସେ ଯୋଉ ଡ୍ରେସ୍ ପିନ୍ଧିକି ଖେଳୁଥିଲା ସେଇ ଡ୍ରେସରେ ଆମେ ତାକୁ ହସ୍ପିଟାଲ ନେଇକି ଯିବା ପାଇଁ ବାହାରି ଗଲୁ। ମାନେ ଏତେ କାନ୍ଦ ତାର। କ'ଣ କରିବୁ ନା ଫାଇନାଲି ଯାଇକି ଦେଖି ଦେଇକି ପଳେଇ ଆସିଲୁ ହସ୍ପିଟାଲରେ। ମାନେ ହସ୍ପିଟାଲ ଯାଇନୁ, କ୍ଲିନିକରେ ହିଁ ଦେଖିଦେଇକି ପଳେଇ ଆସିଲୁ। ଏପଟେ ଆମର ମାର୍କେଟରେ ମାନେ କିଣାକିଣି ବି ଟିକେ କରିବାର ଥିଲା। ତ ଆମେ ଖଣ୍ଡଗିରି ବାହାରିଗଲୁ ସେଠୁ ଦେଖେଇକି। ଖଣ୍ଡଗିରିଟା ଆମକୁ ଟିକେ ପାଖ ରହିବ ତ ଆମେ ଖଣ୍ଡଗିରି ଜୁଡ଼ିଓକୁ ବାହାରିଗଲୁ। ସେଠୁ ରାସ୍ତାରେ ବାବୁ ଦେଖିଦେଲା ବେଲୁନ ବହୁତ ସାରା ଥିଲା, ତ ବାପା ମେନଲ ଚାହିଏ, ବାପା ମେନଲ ଚାହିଏ। ସେ ତାର ବାପାକୁ ହଟିଲା। ଆମେ ତାକୁ ମାନେ କୁହେକି ବୁଝେଇଦେଲୁ କି ନାଇଁ, ଆସିଲା ବେଳେ ତ କିଣିକି ନେଇକି ଯିବା, ଆଉ ଏବେ ଗାଡ଼ିରେ ଜାଗା ହବନି। ଏମିତି ସେମିତି କହିକି ତାକୁ ଧରିକି ପଳେଇଲୁ। ତ ସେଠୁ ଆମେ ପଳେଇ ଆସିଲୁ ମାନେ ଆଇସ୍କ୍ରିମ ବାଲା ଗୋଟେ ରାସ୍ତାରେ ସାଇଡରେ ଅଛି। ତ ସେ ସେଇଟାକୁ ବି ଦେଇଥିଲା, ପାପା ଆଇସ୍କ୍ରିମ, ପାପା ଆଇସ୍କ୍ରିମ, ପାପା ଆଇସ୍କ୍ରିମ। ତ ସେଇଠି ବି ସେମିତି ହେଲା, ହଟିଲା। ତା ବାପାକୁ କହିଲା ନାହିଁ, ଆମେ କିଣା କିଣି ସରିଲେ ଆସିଲା ବେଳୁ ମାନେ ବେନର ବି କିଣିବା ଆଉ ଆଇସ୍କ୍ରିମ ବି ଖାଇବା। ତାକୁ ସେଇଠି ବୁଝେଇକି ନେଇକି ପଳେଇ ଆସିଲୁ ଜୁଡ଼ିଓ। ଫାଇନାଲି ଆମେ ପହଞ୍ଚିଗଲୁ ସେଠୁ ଆମେ ତାପରେ ଆମେ ଭିତରକୁ ଆମର ପଳେଇଲୁ ପୁଅକୁ ନେଇକି। ତ ଆମର ବାବୁ ସେ ଗାଡ଼ି ପାର୍କିଂ କରିକି ପରେ ପଛରେ ଆସିଲେ। ମାନେ ଡ୍ରେସ୍ କଲେକ୍ସନ ବଢିଆ ବଢିଆ ଥିଲା, ମାନେ ମାନିବାକୁ ପଡ଼ିବ ଡ୍ରେସ୍। ଖାଲି ମାନେ କ'ଣ ଏତେ ସାରା ଡ୍ରେସ୍, କନଫ୍ୟୁଜନ ହବ କୋଉଟା ନବ ସବୁ ଯାକ ଭଲ ଲାଗୁଥିଲା। ଖାଲି ହ୍ୱାଇଟ୍ ବ୍ଲାକ୍ ହ୍ୱାଇଟ୍ ବ୍ଲାକ୍, ମାନେ ବେଶୀ ମାନେ ମଲ୍ଟି କଲର ବାଲା ନଥିଲା, ହ୍ୱାଇଟ୍ ବ୍ଲାକ୍। ବଢିଆ ବଢିଆ ଡ୍ରେସ୍ କଲେକ୍ସନ ଥିଲା। ତ ସେପଟେ ଜୁଲି ସେ ତାର ଦେଖିଦେଲା। ଏପଟେ ଆମ ବାବୁ ମାନେ ଦୌଡୁଥାଏ, ବାବୁ ଦୌଡୁଥାଏ ଏପଟ ସେପଟ ଦୌଡିଥିବ, ପାପା ଆଇସ୍କ୍ରିମ ଚାହିଏ, ପାପା ଏଇଟା ଚାହିଏ, ପାପା ସେଇଟା ଚାହିଏ ହଉଥାଏ। ସେ ତାଙ୍କୁ ନେଇକି ଦୌଡୁଥାଏ, ମୁଁ ମୋର ଏପଟେ ଭିଡିଓ ବନେଇବାରେ ଲାଗିଥାଏ। ତାଙ୍କେ ଆସିକି ମତେ କହିବେ ତମର ଆଉ କ'ଣ କାମ ଅଛି, ଖାଲି ତ ଭିଡିଓ ବନେଇବ, ଯୋଉଠିକି ଗଲେ ଖାଲି ଭିଡିଓ। ଆଉ ମୁଁ ଟିକେ କହିଦେବି, ମୁଁ ତ ଫାଷ୍ଟ ଭିଡିଓ ଟା ବନଉଛି, ଟିକେ କରିବା ପାଇଁ ଦିଅ। ଏମିତି ତାକୁ କହିକି ବୁଝାବୁଝି କରିକି ମୁଁ ମୋର ଟ୍ରାଏଲ ପାଇଁ ନେଇଗଲି। ସେଇଟା ଗୋଟେ ବ୍ଲାକ୍ ନେଲି ଆଉ ଗୋଟେ ହ୍ୱାଇଟ୍ ନେଇଥିଲି। ମତେ ବ୍ଲାକ୍ ହ୍ୱାଇଟ୍ ଦିଟା ଭଲ ଲାଗୁଥିଲା, କିନ୍ତୁ ହ୍ୱାଇଟ୍ ଟା ବେଶୀ ଭଲ ଲାଗୁଥିଲା। ମୁଁ ଟିକେ ଫାଷ୍ଟ ଭିଡିଓ ବନଉଛି ତ ଟିକେ ଫୁଲେଇ ହେଇଯାଉଛି ସେ ଭିଡିଓରେ ଆଉ, ଦେଖେଇକି ଆଉ। ଏପଟେ ମୁଁ ଗୋଟେ ପରେ ଗୋଟେ ଟ୍ରାଏ କରିକି ଜୁଲିକି ଟିକେ ଦେଖେଇ ଦଉଛି, ଜୁଲି ଦେଖେ କୋଉଟା ଭଲ ଲାଗୁଛି, କୋଉଟା ଭଲ ଲାଗୁଛି। ଆମର ବାବୁ ପିଲା ସମ୍ଭାଳିବାରେ ଲାଗିଛନ୍ତି, ମୁଁ ଏପଟେ ଧରି ବୁଲୁଛି। ତାପରେ ଲାଷ୍ଟରେ ପୁଅ ପାଇଁ, ମୋ ପାଇଁ, ଜୁଲି ପାଇଁ ଆମର କିଣା ସରିଗଲା। କିଣିକି ପଳେଇ ଆସିଲୁ। ବାବୁ ଯାଇକି ମାନେ ତା ପାପା ଯାଇଛନ୍ତି ଆଇସ୍କ୍ରିମ କିଣିବା ପାଇଁ, ସିଏ ତା ପାପା ପଛରେ ଦୌଡୁଛି, ପାପା ପାପା ଆଇସ୍କ୍ରିମ ଚାହିଏ, ପାପା ଆଇସ୍କ୍ରିମ ଚାହିଏ। ତା ପାପା ତା ପାଇଁ ଆଇସ୍କ୍ରିମ ଆଣିଦେଲେ। ତାପରେ ଆମର ସନ୍ଧ୍ୟା ବି ବହୁତ ହେଇଗଲାଣି, ଟାଇମ ବି ହେଇଗଲାଣି, ତ ସଣ୍ଡେ ଥିଲା। ତ ଆମର ଏପଟେ ମାନେ କାମ ବି ତାଙ୍କର ବହୁତ ଥିଲା। ସେଠୁ ଆମେ ବାହାରିକି ପଳେଇ ଆସିଲୁ। ସିଏ ଆଇସ୍କ୍ରିମ ଖାଇବେ, ପାପା ଆଇସ୍କ୍ରିମ ଖାଅ, ସମସ୍ତଙ୍କୁ ସେ ବୁଲି ବୁଲି କହୁଥାଏ ପାପା ଆଇସ୍କ୍ରିମ ଖାଅ, ମାମା ଆଇସ୍କ୍ରିମ ଖାଅ। ସେଠି ଦେଖି ମତେ ଧନ୍ୟ ଦେଇ କ୍ୟାମେରା ଦେଖିକି କହିଦେଲୁ ଟେଷ୍ଟି କହିଦେଲୁ, ସେ ତାର କହୁଥାଏ ମାମା ଟେଷ୍ଟି ଟେଷ୍ଟି। ତାପରେ ଏପଟେ ମାନେ ଫେରିଲା ବେଳୁ ଆମର ରଜରେ 3 ଦିନ ମେଳା ପଡିଥିଲା ଆମର ପୋଖରୀପୁଟରେ। ସେପଟେ ଆସିଲା ଟିକେ ଦେଖିଦେଲୁ, ସେପଟେ ସେ ବାବୁ ସେ ଦୋଳି ଦେଖିଦେଇକି ପାପା ଦୋଳି ଚାହିଏ, ପାପା ଦୋଳି ଚାହିଏ। ସେଠୁ ଆମେ ତାକୁ କହିଲୁ ନା ଧନ ସେ ବନ୍ଦ ହେଇଗଲାଣି, ଆମେ ଫେର ଆଉଥରେ କେବେ ଆସିବା। ଆଜି ପଳେଇବା, କାମ ଅଛି। ତାକୁ ଏମିତି ସେମିତି ଆଇସ୍କ୍ରିମ ଖାଇବା, ଏଇଟା ସେଟା କହିକି ତାକୁ